ସମସ୍ତଙ୍କୁ ନମସ୍କାର। ମୁଇଁ ରମାକାନ୍ତ। ଆଜି ମୁଇଁ ଆସି ପହଞ୍ଚିଛେ ଥାମଲରାମପୁର ବ୍ଲକ ଥାମଲରାମପୁର ହେଡ଼କ୍ୱାର୍ଟର ପଞ୍ଚାୟତ ମୁତାଚୁଆଁ ଗାଁର ଉମର ମାଝି ଘରେ, ଯେନ୍ଟାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବୁ ଘର ଦ୍ୱାର ନାଇଁ ଥିଲା। ବୁଢ଼ା ବୁଢ଼ୀ ଯାର ପାଖେ ଘର ନାଇଁ କି ଯାର ରହିବା ଲାଗି ଠିକ୍ ଜାଗା ନାଇଁ, ସେମାନକେ ଯେନ୍ ସୁବିଧାଟା ଦିଆଯାଇସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ତ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟା ଆଜି ଉମର ମାଝି ଆଉ ତାଙ୍କର ସ୍ୱାମୀ ଯେନ୍ ପ୍ରକାର ଫେସିଲିଟି ପାଇଛନ୍, ଯେନ୍ ପ୍ରକାର ଘର ତିଆରି କରିଛନ୍ କି ତିଆରି କରିଦେଇଛନ୍, ଲୋକ ଆଜି ଦେଖିପାରୁଥିବେ। ଝରକା ନାଁରେ ଇଟ୍ ଖଞ୍ଜା ଯାଇଛେ, ତାର ସାଙ୍ଗେ ସାଙ୍ଗେ ଫ୍ଲୋରିଂ ହେବା କଥା, ପ୍ଲାଷ୍ଟର ହେବା କଥା, ପ୍ଲାଷ୍ଟର ଜାଗାରେ ଲାଇଟିଂ କଲା ପରା ଲାଗୁଛେ। ନିହାତି ଭାବରେ ଇଟ୍ ଦେଖାଯାଉଛେ। ତ ଏସବୁ ଯେନ୍ ଯେନ୍ ଭଲ ସୁବିଧା ଯାକ ପାଇଛନ୍, ଆପଣମାନେ ନିଜେ ଚିନ୍ତା କରିପାରୁଥିବେ। ଇଟ୍ ଖଞ୍ଜା ଯାଇଛେ, ଭିତର ଦେଖନ୍ ଯେନ୍ଟାକି ଲୁହାର ଗେଟ୍ ଲାଗବା କଥା ବୋଲିକିନା କହେସନ୍ ଲୋକ। ତ ନିହାତି ଭାବରେ ଯେ ବି କରିଦେଇଛନ୍, ଆପଣମାନେ ନିଜେ ଚିନ୍ତା କରିପାରୁଥିବେ। ଭିତରେ ଫ୍ଲୋରିଂ ନାଇଁ କରି କି ଖାଲଢେପ୍ ବି ସାଇଜ୍ ନାଇଁ କରି ଦେଖିପାରୁଥିବେ। ଆପଣ ନିଜେ କୁକୁର ଶୋଇଲା ପରା ହେଇକିନା ବୁଢ଼ା ବୁଢ଼ୀ ଶୋଉଥିବେ, ଆପଣମାନେ ନିହାତି ଭାବରେ ଦେଖିପାରୁଥିବେ। ଏତେ ନିରୀହ ଲୋକେ ଯେନ୍ ପ୍ରକାର ପ୍ରଶାସନ ଠକି ଚାଲିଛେ, ନିହାତି ଭାବରେ ପ୍ରଶାସନ ଆଖା ଠକୁଥିବା। ହେଥିର୍ଲାଗି ଆଖା ବୁଢ଼ା ବୁଢ଼ୀ ଠିକ୍ ସୁବିଧା ନାଇଁ ପାଇପାରୁଥିବେ। ନିହାତି ଭାବରେ ଦେଖିପାରୁଥିବେ ବୁଢ଼ା ବୁଢ଼ୀ ତାଙ୍କର ହାଲତ ଦେଖିପାରୁଥିବେ, କେନ୍ ପ୍ରକାର ହିସାବରେ ରହୁଛନ୍ ବୁଢ଼ା ବୁଢ଼ୀ। ତ ସେମାନକେ ଆପଣମାନେ ନିଜେ ଚିନ୍ତା କରୁନ୍ ଯେ ରାସ୍ତା କେନ୍ ପ୍ରକାର ଅଛେ ଦେଖିପାରୁଥିବେ। ଚୁନ୍ ଟିକେ ମରା ନାଇଁ ଯାଏ, ଆଟଲିଷ୍ଟ କମ୍ ସେ କମ୍ ଚୁନ୍ ଟିକେ ମାରବା କଥା। ନିହାତି ଭାବରେ ପ୍ଲାଷ୍ଟର ଟିକେ ହେବା କଥା। ବୁଢ଼ା ବୁଢ଼ୀମାନଙ୍କର ଫେସ୍ ଦେଖନ୍, ଆପଣ ନିହାତି ଭାବରେ ବୁଢ଼ା ବୁଢ଼ୀମାନଙ୍କର ଫେସ୍ ଦେଖିଲେ ଲାଗ୍ସି ଆଖି ଆଡ଼ୁ ଲୁହ ବାହାରି ଯାଉଛେ ପରା। ଫିର୍ ବି ଏ ପ୍ରକାର ବୁଢ଼ା ବୁଢ଼ୀମାନକେ ଆମର ଥାମଲରାମପୁର ଅଞ୍ଚଳର ଲୋକ ଠକି ଚାଲିଛନ୍। ଲୋକ ଠକୁଛନ୍ କି ଥାମଲରାମପୁର ବ୍ଲକ ପ୍ରଶାସନ ଠକୁଛେ କି ରାଜନୀତିଆମାନେ ଠକୁଛନ୍, କିଛି ଜଣା ପଡ଼ବାର୍ ନାହିଁ। ତ ଆପଣ ନିହାତି ଭାବରେ ଗୋଟେ ଡିସାଇଡ଼୍ କରିକିନା ଏ ଉମର ମାଝି ଆଉ ତାଙ୍କର ସ୍ୱାମୀ ଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟା ଯେନ୍ ଦୁର୍ନୀତି କରିଛନ୍ ଏ ବୁଢ଼ା ବୁଢ଼ୀମାନଙ୍କର ଘରକେ ନେଇକିନା, ନିହାତି ଭାବରେ ସମସ୍ତେ ଗୋଟେ ସଠିକ୍ ଚିନ୍ତା କରିକିନା ଥାମଲରାମପୁର ବ୍ଲକ ପ୍ରଶାସନ କାର୍ଯ୍ୟକାରୀ ନେବା ନିହାତି ଜରୁରୀ।